ଏକ ବିଶାଳ ସୁବର୍ଣ୍ଣ ସାଭାନାର ହୃଦୟରେ ପଶୁମାନଙ୍କର ରାଜା ଆରିୟନ୍ ନାମକ ଏକ ଶକ୍ତିଶାଳୀ ସିଂହ ବାସ କରୁଥିଲା। ତାଙ୍କର ପାରା ଅସ୍ତଗାମୀ ସୂର୍ଯ୍ୟ ପରି ଚମକୁଥିଲା ଏବଂ ତାଙ୍କର ଗର୍ଜନ ସମତଳ ଭୂମିରେ ପ୍ରତିଧ୍ୱନିତ ହେଉଥିଲା, ପ୍ରତ୍ୟେକ ପ୍ରାଣୀଙ୍କଠାରୁ ସମ୍ମାନ ଆହରଣ କରୁଥିଲା। ଆରିୟନ୍ କେବଳ ଶକ୍ତିଶାଳୀ ନଥିଲେ ବରଂ ଜ୍ଞାନୀ ମଧ୍ୟ ଥିଲେ। ତାଙ୍କ ରାଜ୍ୟକୁ ନ୍ୟାୟ ସହିତ ଶାସନ କରୁଥିଲେ। ପ୍ରତ୍ୟେକ ପ୍ରଭାତରେ ସେ ତାଙ୍କର ଗର୍ବ ଏବଂ ବାହାର ଭୂମିକୁ ଜଗିବା ପାଇଁ ସବୁଠାରୁ ଉଚ୍ଚ ପଥର ଚଢ଼ି ଯାଉଥିଲେ। ଜେବ୍ରାମାନେ ଶାନ୍ତିପୂର୍ଣ୍ଣ ଭାବରେ ଚରୁଥିଲେ, ହାତୀମାନେ ମର୍ଯ୍ୟାଦାର ସହିତ ଚାଲିଥିଲେ ଏବଂ ଭୟଭୀତ ହରିଣମାନେ ମଧ୍ୟ ତାଙ୍କ ରାଜତ୍ୱରେ ନିରାପଦ ଅନୁଭବ କରୁଥିଲେ। ଆରିୟନ୍ ବିଶ୍ୱାସ କରୁଥିଲେ ଯେ ପ୍ରକୃତ ଶକ୍ତି ଭୟରେ ନୁହେଁ ବରଂ ସମନ୍ୱୟରେ ରହିଛି। ଗୋଟିଏ ବର୍ଷ ଏକ ବଡ଼ ମରୁଡ଼ି ପଡ଼ିଲା। ନଦୀ ଶୁଖିଗଲା ଏବଂ ଖାଦ୍ୟ ଅଭାବ ବଢ଼ିଗଲା। ଅନେକ ପ୍ରାଣୀ ପରସ୍ପରକୁ ଦୋଷ ଦେଇ ଝଗଡ଼ା କଲେ, କିନ୍ତୁ ଆରିୟନ୍ ସେମାନଙ୍କୁ ପ୍ରାଚୀନ ବାଓବାବ୍ ଗଛ ତଳେ ଏକାଠି କଲେ ଏବଂ ସାହସର ସହିତ କହିଲେ, କେବଳ ଏକାଠି ଆମେ ବଞ୍ଚିପାରିବୁ। ସାଭାନା କେବଳ ମୋର ନୁହେଁ, ଏହା ଆମ ସମସ୍ତଙ୍କର। ତାଙ୍କ କଥା ଦ୍ୱାରା ପ୍ରେରିତ ହୋଇ ପ୍ରାଣୀମାନେ ଏକ ହୋଇ କାମ କଲେ। ହାତୀମାନେ ପାଣି ପାଇଁ କୁଣ୍ଡ ଖୋଳିଲେ, ପକ୍ଷୀମାନେ ବିହନ ବୋହିଲେ, ଏପରିକି ଛୋଟ ଛୋଟ ମିରକାଟ ମଧ୍ୟ ଖାଦ୍ୟ ସଂଗ୍ରହ କରିବାରେ ସାହାଯ୍ୟ କଲେ। ଧୀରେ ଧୀରେ ଜୀବନ ଫେରି ଆସିଲା। ଯେତେବେଳେ ପ୍ରଥମ ବର୍ଷା ଶେଷରେ ପଡ଼ିଲା, ସାଭାନା ପୁଣି ଫୁଟି ଉଠିଲା। ଆରିୟନ୍ ଗର୍ବରେ ଗର୍ଜନ କଲେ, ତାଙ୍କ ଶକ୍ତି ପାଇଁ ନୁହେଁ ବରଂ ତାଙ୍କ ଲୋକଙ୍କ ପାଇଁ। କାରଣ ଜଣେ ପ୍ରକୃତ ରାଜାଙ୍କ ଐତିହ୍ୟ ଏକତାରେ ବାସ କରେ।